ଆଜିର ପ୍ରସଙ୍ଗ ସଂସ୍କାରର ବର୍ଷ 2025। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନାରେ ମୁଁ ନୀନା ସାହୁ। ଭାରତ ଏବେ ବିଶ୍ୱ ପାଇଁ ଆକର୍ଷଣ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି। ଦେଶବାସୀଙ୍କ ଅଭିନବ ତଥା ସୃଜନଶୀଳ ଚିନ୍ତାଧାରା ଦ୍ୱାରା ଏହା ସମ୍ଭବ ହୋଇପାରିଛି। ସମଗ୍ର ବିଶ୍ୱ ଏବେ ଭାରତକୁ ଆଶା ତଥା ବିଶ୍ୱାସର ଦୃଷ୍ଟିରେ ଗ୍ରହଣ କରୁଛି। ପରବର୍ତ୍ତୀ ପିଢ଼ି ସଂସ୍କାର ଆଧାରରେ ଭାରତ ଦ୍ରୁତ ଅଭିବୃଦ୍ଧିକୁ ବିଶ୍ୱସ୍ତରରେ ମାନ୍ୟତା ପ୍ରଦାନ କରାଯାଉଛି। ପ୍ରତ୍ୟେକ କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ସଂସ୍କାର ଏକ୍ସପ୍ରେସ୍ ମାଧ୍ୟମରେ ଆଗକୁ ବଢ଼ୁଥିବା ଭାରତର ମୁଖ୍ୟ ଇଞ୍ଜିନ ହେଉଛି ଜନସଂଖ୍ୟା, ଯୁବବର୍ଗ ଏବଂ ଦେଶବାସୀଙ୍କ ଦୃଢ଼ତା। ଗତ 11 ବର୍ଷ ମଧ୍ୟରେ ଗ୍ରହଣ କରାଯାଇଥିବା ପଦକ୍ଷେପ ଆଧାରରେ ଚଳିତ ବର୍ଷ ହାସଲ ହୋଇଥିବା ସଫଳତା ସଂସ୍କାର ବର୍ଷ ଭାବେ ମାନ୍ୟତା ପ୍ରଦାନ କରିଛି। ସ୍ୱଚ୍ଛ ପ୍ରଶାସନ, ସହଜ ବ୍ୟବସାୟ, ନିରନ୍ତର ତଥା ସମାବେଶୀ ବିକାଶର ମୂଳଦୁଆ ଚଳିତ ବର୍ଷ ମଜବୁତ ହୋଇଛି। ଏ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ପରିବର୍ତ୍ତନକାରୀ ପଦକ୍ଷେପ ନାଗରିକଙ୍କୁ ସମ୍ମାନପୂର୍ଣ୍ଣ ଜୀବନଯାପନ, ଉଦ୍ୟୋଗୀଙ୍କୁ ଆତ୍ମବିଶ୍ୱାସ ଏବଂ ପ୍ରତିଷ୍ଠାନଗୁଡ଼ିକ ସ୍ପଷ୍ଟତା ଓ ଭରସାର ସହିତ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରିଛି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ମାଧ୍ୟମରେ ଟିକସ ହାର 5 ଏବଂ 18% ବିଶିଷ୍ଟ ଦୁଇଟି ସ୍କାବ୍ରେ ସୀମିତ ରଖାଯାଇଛି। ଏଭଳି ସଂସ୍କାର ଉପଭୋକ୍ତାଙ୍କ ଭାବନାକୁ ପ୍ରୋତ୍ସାହନ ପ୍ରଦାନ କରିବା ସହ ବଜାର କ୍ଷେତ୍ରକୁ ଗତିଶୀଳ କରିଛି। ସାଧାରଣ ପରିବାର, ଏମ୍ଏସ୍ଏମ୍ଇ କ୍ଷେତ୍ର, ଚାଷୀ ଓ ଶ୍ରମିକ ଗୋଷ୍ଠୀ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିଛନ୍ତି। ଆୟକର ସୀମା 12 ଲକ୍ଷ ଟଙ୍କାକୁ ବୃଦ୍ଧି ମଧ୍ୟବିତ୍ତ ପରିବାରକୁ ଆଶ୍ୱସ୍ତି ପ୍ରଦାନ କରିଛି। 1961 ପୁରୁଣା ଆୟକର ଆଇନ ବଦଳରେ ଆଧୁନିକ ତଥା ସହଜ ବ୍ୟବସ୍ଥା ଆଧାରିତ ନୂତନ ଆୟକର ଆଇନ କାର୍ଯ୍ୟକାରୀ ହୋଇଛି। ଏଭଳି ପଦକ୍ଷେପ ଦେଶକୁ ଏକ ସ୍ୱଚ୍ଛ ଓ ପ୍ରଯୁକ୍ତି ଆଧାରିତ ଟିକସ ପ୍ରଶାସନକୁ ସୁଦୃଢ଼ କରିଛି। କ୍ଷୁଦ୍ର କମ୍ପାନୀକୁ ପରିଭାଷାକୁ ପରିବର୍ତ୍ତନ କରାଯାଇ 100 କୋଟି ଟଙ୍କା ପର୍ଯ୍ୟନ୍ତ କାରବାର ଥିବା କମ୍ପାନୀଗୁଡ଼ିକୁ ଏଥିରେ ସାମିଲ କରାଯାଇଛି। ଏହାଦ୍ୱାରା କମ୍ପାନୀଗୁଡ଼ିକ ପାଇଁ ଅନୁପାଳନ ଜନିତ ଦାୟିତ୍ୱବୋଧ ଏବଂ ଆନୁଷଙ୍ଗିକ ଖର୍ଚ୍ଚ ହ୍ରାସ ପାଇଛି। ଭାରତୀୟ ବୀମା କମ୍ପାନୀରେ 100% ବିଦେଶୀ ପୁଞ୍ଜିନିବେଶ ନିଷ୍ପତ୍ତି ଦ୍ୱାରା ବୀମା କ୍ଷେତ୍ର ଅଧିକ ବ୍ୟାପକ ହେବା ସହ ଲୋକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିଛି। ଦେଶବାସୀଙ୍କ ପାଖରେ ଉନ୍ନତି ବୀମା ବ୍ୟବସ୍ଥା ନେଇ ଅଧିକ ବିକଳ୍ପ ଉପଲବ୍ଧ ହୋଇଛି। ଚଳିତ ବର୍ଷ ସଂସଦରେ ଉପସ୍ଥାପିତ ହୋଇଥିବା ପ୍ରତିଭୂତି ସଂହିତା ବିଲ୍ ପ୍ରଶାସନିକ ନିୟମ ପାଳନକୁ ଉନ୍ନତ ତଥା ନିବେଶକଙ୍କ ସୁରକ୍ଷାକୁ ପ୍ରଦାନ କରିବାରେ ଉପଯୋଗୀ ହୋଇପାରିବ। ବିକଶିତ ଭାରତ ପାଇଁ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରତିଭୂତି ବଜାରକୁ ଏହା ସୁନିଶ୍ଚିତ କରିପାରିବ। ନିକଟରେ ସଂସଦ ଅଧିବେଶନରେ ଗୃହୀତ ହୋଇଥିବା ସାମୁଦ୍ରିକ ଚଳାଚଳ ଆଧାରିତ ଆଇନଗୁଡ଼ିକ ଏ କ୍ଷେତ୍ରରେ ପରିବର୍ତ୍ତନକୁ ଅଧିକ ବ୍ୟାପକ କରିଛି। ନଥିପତ୍ର କାର୍ଯ୍ୟ ହ୍ରାସ ପାଇବା ସହ ବିବାଦ ସମାଧାନ ଅଧିକ ସହଜ ହୋଇପାରିବ। ଦେଶରେ ପ୍ରଚଳିତ ଶତାଧିକ ପୁରୁଣା ଆଇନକୁ ଉଚ୍ଛେଦ କରାଯାଇଛି। ଉଚ୍ଛେଦ ଓ ସଂଶୋଧନ ବିଲ୍ 2025 ମାଧ୍ୟମରେ 71ଟି ଏଭଳି ପୁରୁଣା ଆଇନକୁ ପ୍ରତ୍ୟାହାର କରାଯାଇଛି। ଦେଶରେ ଶ୍ରମ ସଂସ୍କାରକୁ ଦୃଷ୍ଟିରେ ରଖି ନୂତନ ଆଇନ ପ୍ରଚଳନ କରାଯାଇଛି। 4ଟି ଆଧୁନିକ ଶ୍ରମ ସଂହିତା ଆଇନ ଶ୍ରମିକଙ୍କ ହିତରକ୍ଷା ଏବଂ ବ୍ୟବସାୟ କ୍ଷେତ୍ରକୁ ଅନୁକୂଳ ପରିବେଶ ପ୍ରଦାନ କରିବ। ପୂର୍ବରୁ ଥିବା 29ଟି ଭିନ୍ନ ଭିନ୍ନ ଆଇନ ପରିବର୍ତ୍ତେ 4ଟି ଆଧୁନିକ ଶ୍ରମ ସଂହିତା କାର୍ଯ୍ୟକାରୀ କରାଯାଇଛି। ଶ୍ରମିକଙ୍କୁ ସମୟୋଚିତ ବେତନ ପ୍ରଦାନ, ଉନ୍ନତ ଶିଳ୍ପ ସମ୍ପର୍କ, ସାମାଜିକ ସୁରକ୍ଷା ଏବଂ ସୁରକ୍ଷିତ କାର୍ଯ୍ୟ ପରିବେଶକୁ ଦୃଷ୍ଟିରେ ରଖି ଏହି ସଂହିତା ପ୍ରସ୍ତୁତ କରାଯାଇଛି। ଦେଶର ବାଣିଜ୍ୟ କ୍ଷେତ୍ର ରୂପାନ୍ତରିତ ହୋଇଛି। ନ୍ୟୁଜିଲାଣ୍ଡ, ଓମାନ ଓ ବ୍ରିଟେନ୍ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନିବେଶ ଓ ନିଯୁକ୍ତି କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିବ। ସ୍ୱଦେଶୀ ଉତ୍ପାଦ ପାଇଁ ଆନ୍ତର୍ଜାତିକ ବଜାରରେ ଉନ୍ମୁକ୍ତ ହେବା ସହ ବିଶ୍ୱ ଅର୍ଥ ବ୍ୟବସ୍ଥାରେ ଭାରତ ଏକ ଭରସାଯୋଗ୍ୟ ଏବଂ ଦକ୍ଷ ସହଯୋଗୀର ମାନ୍ୟତା ପାଇବ। ଭାରତ ସ୍ୱଚ୍ଛ ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ଯାତ୍ରାରେ ଶାନ୍ତି ଆଇନ ଏକ ପରିବର୍ତ୍ତନକାରୀ ପଦକ୍ଷେପ ସାବ୍ୟସ୍ତ ହୋଇପାରିବ। ଦେଶର ଆଣବିକ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ଉତ୍ତରଦାୟିତ୍ୱ ପାଇଁ ଏହା ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରିବ। ବିକଶିତ ଭାରତ ଜି-ରାମଜି ଆଇନ 2025 ଗ୍ରାମ୍ୟ ଭିତ୍ତିଭୂମି ଓ ଜୀବିକା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବ। ଗ୍ରାମୀଣ ପରିବାରଗୁଡ଼ିକୁ ଆର୍ଥିକ କ୍ଷେତ୍ରରେ ସଶକ୍ତ କରିବାରେ ଏହି ଆଇନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଶିକ୍ଷା କ୍ଷେତ୍ରରେ ମଧ୍ୟ ଗ୍ରହଣ କରାଯାଇଥିବା ପଦକ୍ଷେପ ଦେଶର ଉଦ୍ଭାବନ, ଗବେଷଣା ଏବଂ ଉଚ୍ଚଶିକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ ତଥା ସମୟୋପଯୋଗୀ କରିବାରେ ସହାୟକ ହେବ। ଏକ ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ଭାରତ ଗଠନରେ ଏଭଳି ସଂସ୍କାର ଭିତ୍ତିଭୂମି ପ୍ରସ୍ତୁତ କରିଛି।